नमस्कार, जय जय जगन्नाथ। जगन्नाथ। ଆଜି ଦେଖୁଥିବେ ଉପରେ ମୁଁ ଯୋଉ ସ୍କ୍ରିନରେ ଚଲଉଛି ଯୋଉ ଭିଡିଓ ଇଏ ଆକ୍ଚୁଆଲି କେନ୍ଦ୍ରାପଡା ଆମର ବଳଦେବଜୀଉ ମନ୍ଦିରରେ ଜଗନ୍ନାଥ ମହାପ୍ରଭୁ ବଳଭଦ୍ର ସୁଭଦ୍ରା ମା ସୁଭଦ୍ରାଙ୍କର 32 ପ୍ରକାର ଭେଷ ହେଇଛନ୍ତି ନାଇଁ ହଁ ଏଥର ଆମେ ଫର୍ଷ୍ଟ ଟାइम ହେଇଛନ୍ତି ମାନେ ଏଇଟା ସବୁ ବର୍ଷ ହୁଅନ୍ତି ସବୁ ବର୍ଷର କିନ୍ତୁ ଯୋଉ 32ଟା ବେଶ 32ଟା ପର୍ବପର୍ବାଣିରେ ଅଲଗା ଅଲଗା ବେଶ ହୁଅନ୍ତି କିନ୍ତୁ ଏଇଟା ଏକା ସାଙ୍ଗରେ ଗୋଟାଏ ଥରକରେ ହେଇଛି 32ଟା ଆକ୍ଚୁଆଲି ଲୋକମାନେ ଜାଣି ପାରୁନଥିଲେ ଯୋଉମାନେ ମନ୍ଦିରକୁ ଯାଉନଥିଲେ ସେମାନେ ଜାଣି ପାରୁନଥିଲେ ମନ୍ଦିର ଭିତରେ ଯାଉଥିଲା ଏଇ ବର୍ଷ ଫାର୍ଷ୍ଟ ଟାଇମ ପାଇଁ ପୁରା ଭଲ କି ପୁରା ବାହାରେ ବନେଇଛନ୍ତି ଆମର ତ ଭାଗ୍ୟ ନଥିଲା ଆମେ ଯାଇପାରିଲୁନୁ ଭିଡିଓଟି ବହୁତ ଆମ ସୁନ୍ଦର ହେଇଛନ୍ତି ଆମ ଘରେ ପଠେଇଥିଲେ ନନା ହେରିକା ଯାଇଥିଲେ ସିଏ ଭିଡିଓଟି ବନେଇକି ମୋ ପାଖକୁ ପଠେଇଥିଲେ ଆଉ ମତେ ବି ଭିଡିଓଟି ଦେଖି ବହୁତ ସୁନ୍ଦର ଲାଗିଲା ଠାକୁରଙ୍କର 32 ଭେଷ ମହାପ୍ରଭୁଙ୍କର ଦେଖି ଆତ୍ମା ପୁରା ଶାନ୍ତି ହେଇଗଲା ସେଥିପାଇଁ ଆମେ ଭାବିଲୁ ନିଶ୍ଚିତ ଆପଣମାନଙ୍କ ସହିତ ସେୟାର କରିବୁ ଉପରେ ଦେଖନ୍ତୁ କି ସୁନ୍ଦର ଦୃଶ୍ୟ ମାନେ ମହାପ୍ରଭୁ ଏତେ ସୁନ୍ଦର 32ଟି ଭେଷ ନେଇଛନ୍ତି ମାନେ ନ କହିବା ଭଲ ଏକା ମାନେ ସାଙ୍ଗରେ 32ଟା ଆକ୍ଚୁଆଲି ବେଶ ଯିଏ ସେଇଠି ଯାଇକି ଦେଖୁଥିବେ କେତେ ମାନେ ସୁନ୍ଦର ସାମ୍ନାରୁ ଆମେ କେତେ ସୁନ୍ଦର ଲାଗୁଥିବ ଫଟୋରେ ଦେଖିକି ଆମ ମନ କଣ ହେଇଯାଉଛି ମୁଁ କହିଲି ଆମ ଭାଗ୍ୟରେ ନାହିଁ ସେଇଟା ଦେଖିବାରେ ଆମେ ବି ଜାଣିନଥିଲୁ ଏମିତି ମହାପ୍ରଭୁଙ୍କର 32ଟା ବେଶ ହେଇଛନ୍ତି ବୋଲି ମହାପ୍ରଭୁ ଘରେ କାଲି ବାହାରିଛନ୍ତି ମୁଁ ଭିଡିଓ କଲ୍ କଲା ବେଳୁ ସନ୍ଧ୍ୟାବେଳେ ସେ ଘରେ ବାହାରିଛନ୍ତି କୋଉଠିକି ଯାଉଛୁ ନା ଆମେ ଯାଉଛୁ ବୁଲିବାକୁ ଏମିତି ଏମିତି ହେଇଛନ୍ତି ଆମେ ଯାଇ ଟିକେ ଦେଖି ଆସୁ ବୋଲେ ଯାଉଛୁ ଯଦି ନିହାତି ଭିଡିଓ ଗୋଟେ କରିବୁ ନହେଲେ ଫଟୋ ଗୁଡା ଆମ ପାଖକୁ ସେଣ୍ଡ କରିବୁ ସେ ଆମ ପାଖକୁ ଫଟୋ ଭିଡିଓ ପଠେଇଥିଲେ ମୁଁ ଭାବିଲି ଆପଣମାନଙ୍କ ସହିତ ସେୟାର କରିବା ପାଇଁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।